ନୋଇଡାର ୟୁବରାଜ ମରି ନାହାନ୍ତି, ତାଙ୍କୁ ମାରି ଦିଆଯାଇଛି। ଗତ ଶନିବାର ଦିନ ବିଳମ୍ବିତ ରାତ୍ରିରେ ଗୁରୁଗ୍ରାମରୁ ୟୁବରାଜ ଯାଦବ ନାମକ ଜଣେ ଯୁବ ଇଞ୍ଜିନିୟର, ଯାହାକୁ କି 27 ବର୍ଷ, ସେ ଅଫିସରୁ ନିଜ ଘରକୁ ଫେରୁଥିଲେ। ବାଟରେ ଗୋଟିଏ ଗାଡ଼ଟିଏ ଥିଲା, ଆଉ ସେ ଗାଡ଼ଟି ପାଖରେ କୌଣସି ବୋର୍ଡ ନଥିଲା ବା କୌଣସି ବ୍ୟାରିୟର ନଥିଲା। ତେଣୁ ତାଙ୍କ ଗାଡ଼ିଟି ସେଇ ଗାଡ଼ରେ ପଡ଼ିଯାଇଥିଲା। ଗାଡ଼ରେ ପାଣି ମଧ୍ୟ ଥିଲା। କଥା ନୁହେଁ ଯେ ଗାଡ଼ିଟି ପଡ଼ୁ ପଡ଼ୁ ୟୁବରାଜ ମୃତ୍ୟୁବରଣ କରିଥିଲେ। ୟୁବରାଜ ଗାଡ଼ି ଉପରେ ଶୋଇ ଦୀର୍ଘ 2 ଘଣ୍ଟା କାଳ ନିଜ ମୋବାଇଲରୁ ଟର୍ଚ୍ଚ ଜଳାଇ ଲୋକଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ। ସମସ୍ତ ଯିବା ଆସିବା ଲୋକ ଏଇ କଥାଟି ଦେଖୁଥିଲେ, ମାତ୍ର ଅତ୍ୟଧିକ ଶୀତ ଆଉ ଘନ କୁହୁଡ଼ି ଯୋଗୁଁ ତାଙ୍କୁ ସାହାଯ୍ୟର ହାତ କେହି ବଢ଼ାଇ ନଥିଲେ। ଶେଷରେ ଫାୟାର ବ୍ରିଗେଡ ଆସିଥିଲା, ସିଡ଼ି ଥିଲା, ଜ୍ୟାକେଟ ଥିଲା, ସବୁ ଥିଲା, କିନ୍ତୁ ଯୁବରାଜକୁ କେହି ସାହାଯ୍ୟ କରିନଥିଲେ। ସେ 2 ଘଣ୍ଟା କାଳ ସଂଘର୍ଷ କରିଛନ୍ତି ନିଜ ଜୀବନ ବଞ୍ଚାଇବା ପାଇଁ। ଶେଷରେ ଗୋଟେ ଡେଲିଭରି ବୟ ଆସିକି ଓହ୍ଲେଇ ତାଙ୍କୁ ଆଣିଥିଲା, ମାତ୍ର ସେତେବେଳକୁ ୟୁବରାଜଙ୍କ ଦେହରୁ ପ୍ରାଣ ଚାଲି ଯାଇଥିଲା। କଥା ହେଉଛି ଯେ ଏଇ ଗାଡ଼ଟି ଯେ ନୂଆ ଥିଲା ତାହା ନୁହେଁ, ଏ ଗାଡ଼ଟି ଅନେକ ଦିନ ହେଲା ଥିଲା। ଗତ 15 ଦିନ ତଳେ ଗୋଟିଏ ଟ୍ରକ୍ ମଧ୍ୟ ସେଠାରେ ଦୁର୍ଘଟଣାଗ୍ରସ୍ତ ହେଇଛି। କଥା ହେଉଛି ସିଷ୍ଟମ ଆଜି ଯାଏଁ କ'ଣ ପାଇଁ ଶୋଇ ରହିଥିଲା? ଜଣେ ଯୁବ ଇଞ୍ଜିନିୟର ପ୍ରାଣ ହରାଇଲା ପରେ ସିଷ୍ଟମର ନିଦ ଭାଙ୍ଗୁଛି। ତେଣୁ ଏଠାରେ ସିଷ୍ଟମକୁ ହିଁ ଦୋଷ ଦିଆଯିବ। ଆଉ ଗତ ମଙ୍ଗଳବାର ଦିନ ସେଇ କଣ୍ଟ୍ରାକ୍ଟର, ଯିଏକି ମୁଖ୍ୟ ଆରୋପି ଅଭୟ କୁମାର, ତାଙ୍କୁ ଗିରଫ କରାଯାଇଛି। ଏ କଥା ଜଣେ ଯୁବ ଇଞ୍ଜିନିୟରଙ୍କର ମୃତ୍ୟୁବରଣ ପରେ ସିଷ୍ଟମର ଆଖି ଖୋଲୁଛି। ତ ଏଥିପାଇଁ ଦାୟୀ କିଏ? ସିଷ୍ଟମ ହିଁ ଦାୟୀ। ଆପଣମାନଙ୍କର ଏ ବିଷୟରେ ମତାମତ କ'ଣ ଜଣାଇବେ?